ସ୍କୁଲ ଘର ଚେୟାର ଉପରେ ଶିକ୍ଷକ ବସିଛନ୍ତି। ପିଲାମାନେ ପାଠ ପଢୁଛନ୍ତି। ଆରେ ଆଜି କାହିଁକି ସତ୍ୟ ଆସିନି? ଆଜ୍ଞା, କାଲି ତା ବାପା ଆମକୁ ପାଠ ନ ପଢି କାମ କରିବାକୁ ଧମକାଇଲେ। ସତ୍ୟ ବହୁତ ବୁଝେଇଲା, ହେଲେ ତା ବାପା ଆପଣଙ୍କ ଉପରେ ରାଗି ଆଜି ଏଠାକୁ ଆସି କଥା ହେବେ ବୋଲି କହୁଥିଲେ। ଆଜ୍ଞା, ସତ୍ୟର ଆକ୍ସିଡେଣ୍ଟ ହୋଇଯାଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିଲେ, ମୁଁ ଡାକ୍ତରଖାନା ଯାଉଛି। ସାଇକେଲରେ ଯିବି, ତୁମେ ମାନେ ଘରକୁ ଯାଅ। ଗୁରୁଜୀ, ଆମେ ବି ଯିବୁ। ହଁ, ଦୌଡ଼ି ଦୌଡ଼ି ପଳେଇବା। ଆରେ 3-4 କିଲୋମିଟର ବାଟ ଯାଇପାରିବ? ଆଜ୍ଞା, ସବୁଦିନେ କାମ କରିବାକୁ ଯାଉଥିଲୁ। ଯାଇପାରିବୁନି କାହିଁକି? ଆପଣ ଯାଆନ୍ତୁ, ଆମେ ପହଞ୍ଚିଯିବୁ। ନମସ୍କାର। ନାଟକର ପଞ୍ଚମ ଦୃଶ୍ୟ। ଡାକ୍ତରଖାନା ବାରଣ୍ଡା। ବେଞ୍ଚ ଉପରେ ବସିଛନ୍ତି ବୁଲା ଓ ରହିମ। ବାରଣ୍ଡାରେ ବୁଲୁଛନ୍ତି ପ୍ରଧାନ ବାବୁ। ଭିତରକୁ ଆସିଛନ୍ତି ଶିକ୍ଷକ। ମାଷ୍ଟର ବାବୁ, ମୋ ପୁଅ କେମିତି ଅଛି ସେ? ଆପଣ ଧୈର୍ଯ୍ୟ ଧରନ୍ତୁ। ବହୁତ ରକ୍ତ ଦେହରୁ ବାହାରି ଯାଇଛି। ଯେତେ ରକ୍ତ ଦରକାର ହବ ମୁଁ ଦେବି। ଆପଣଙ୍କ ରକ୍ତ ମିଶିଲାନି। ତାହେଲେ କଣ କରିବା? କୋଉଠୁ ଆସିବ ରକ୍ତ? ଯେତେ ଟଙ୍କା ଦରକାର ହବ ମୁଁ ଦେବି। ମୁଁ ଖର୍ଚ୍ଚ କରିବି, ହେଲେ ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ। ମୋ ହାତରେ କିଛି ନାହିଁ। ସେଇ ଈଶ୍ୱରଙ୍କୁ ଡାକନ୍ତୁ, ସେ ଯାହା କରିବେ। ଭାବୁଥିଲି ମୋ ରକ୍ତଟା ଖାପ ଖାଇଯିବ, ସେଇଟା ବି ହେଲାନି। ମତେ ଚାରିଆଡ ଅନ୍ଧାର ଦେଖାହଉଛି। ଆପଣ ତ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମ ରକ୍ତ ସିନା ମିଶିଲା ନାହିଁ, ପିଲାମାନେ ଅଛନ୍ତି, ସେମାନଙ୍କ ରକ୍ତ ମିଶି ଯାଇପାରେ। କଣ କହୁଛନ୍ତି ମାଷ୍ଟର ବାବୁ? ବୁଲା, ରହିମ, ଆମର ସବୁଯାକ ପିଲାଙ୍କ ରକ୍ତ ପରୀକ୍ଷା ପାଇଁ ଦିଆଯାଇଛି। ମୋ ମନ କହୁଛି କାହାରି ନା କାହାରି ରକ୍ତ ନିଶ୍ଚୟ ମିଶିଯିବ। ନା, ତାହା କେମିତି ହେବ? ମୋ ପୁଅ ଦେହରେ ଏ ବାରବୁଲା ପିଲାଙ୍କ ରକ୍ତ ମିଶିବ? ମୁଁ ବସି ଅନ୍ୟ କୋଉଠୁ ରକ୍ତ ଯୋଗାଡ଼ କରିବି, ହେଲେ ଗୋଟିଏ ମୁସଲମାନ ପିଲାର ରକ୍ତ ମୋ ପୁଅକୁ ଦେଇପାରିବି ନାହିଁ। କାହାକୁ ମୁସଲମାନ କହୁଛନ୍ତି? ସେମାନେ ଏକା ସାଙ୍ଗରେ ପଢୁଛନ୍ତି, ଏକା ସାଙ୍ଗରେ ଖେଳୁଛନ୍ତି। ସେମାନଙ୍କ ଭିତରେ କିଛି ଭେଦଭାବ ନାହିଁ। ଧର୍ମ ନାମରେ କାହିଁକି ସେମାନଙ୍କୁ ଦୁଇ ଭାଗ କରୁଛନ୍ତି? ହିନ୍ଦୁ ମୁସଲମାନ ଦିଟା ରକ୍ତ କେମିତି ଏକ ହବ? ଏତେ ଅନ୍ୟାୟ ଏ ବସୁଧା ସହିପାରିବନି ମାଷ୍ଟର ବାବୁ। କାହାକୁ ଅନ୍ୟାୟ ବୋଲି କହୁଛନ୍ତି? ହିନ୍ଦୁ ମୁସଲମାନ ହୋଇ ଜନ୍ମ ହେବାଟା କଣ ଅନ୍ୟାୟ? ଧନୀ ଗରିବ ହୋଇ ଜନ୍ମ ହେବାଟା କଣ ଅନ୍ୟାୟ? ଜନ୍ମ ବେଳେ ତାର ଗୋଟାଏ ମାତ୍ର ପରିଚୟ ଥାଏ, ସିଏ ମଣିଷ ଛୁଆ। ବୟସ ବଢିଗଲା ପରେ ଆପଣମାନେ ନିଜର ସୁବିଧା ପାଇଁ ତା ଉପରେ ମୋହର ମାରି ଦିଅନ୍ତି। ଇଏ ହିନ୍ଦୁ, ସିଏ ମୁସଲମାନ, ଆଉ ଇଏ ଖ୍ରୀଷ୍ଟିଆନ। ତା ବୋଲି ମୋ ପୁଅ ଦେହରେ ଗୋଟେ ଅଛ ପିଲା ରକ୍ତ ପଶିବ? ନା, ତାହା କେବେ ବି ହୋଇପାରିବନି। ଆଚ୍ଛା, ବୁଲା କିଏ? ଭାଗ୍ୟ ଭଲ ରକ୍ତଟା ମିଶି ଯାଇଛି। ଡେରି ହେଲେ ପିଲାଟାକୁ କେହି ବଞ୍ଚେଇ ପାରିବେନି। ଡାକ୍ତର ବାବୁ ଚାଲନ୍ତୁ, ଯେତେ ରକ୍ତ ଦରକାର ହେବ ମୁଁ ଦେବି। ହାତରେ ସମୟ ନାହିଁ, ଆ ବୁଲା ଆ। ଯାହାରେ ଯା ବୁଲା, ପିଲାଟା ବଞ୍ଚି ଯାଉ। ନମସ୍କାର। ନାଟକର ଷଷ୍ଠ ଦୃଶ୍ୟ। ସ୍କୁଲ ଘର। ଶିକ୍ଷକ ଓ ପିଲାମାନେ ଅଛନ୍ତି। ପ୍ରଧାନ ବାବୁ ପହଞ୍ଚି ପିଲାଙ୍କୁ ଭାବପ୍ରବଣ ହୋଇ କୁଣ୍ଢାଇ ପକାଇଲେ। କଣ ହେଲା ପ୍ରଧାନ ବାବୁ? ଏଇ କାମଟା ମୋର ଅନେକ ଆଗରୁ କରିବାର ଥିଲା। କଣ କହୁଛନ୍ତି ଆପଣ? ଅନେକ ଡେରିରେ ମୁଁ ମୋ ଭୁଲ ବୁଝିପାରିଛି। ସେତିକି ମୋ ପାଇଁ ଯଥେଷ୍ଟ। ସତ୍ୟ କେମିତି ଅଛି?
କାଲିଠାରୁ ସ୍କୁଲ ଆସିବ। ମାନେ? ଆପଣ ମୋ ଆଖି ଖୋଲି ଦେଇଛନ୍ତି। ହଁ ମାଷ୍ଟର ବାବୁ, ଆଉ ଗୋଟିଏ ଅନୁରୋଧ, ଗାଧୁଆ ବେଳର ଖାଇବାଟା ସବୁ ପିଲାଙ୍କୁ ମୁଁ ଯୋଗେଇ ଦେବି। କେଉଁ ଭାଷାରେ ଯେ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଇବି ଭାବି ପାରୁନି। କେମିତି ଯେ ଆପଣଙ୍କର ଋଣ ଶୁଝିବି କିଛି ବୁଦ୍ଧି ଦେଖାଯାଉନି। ଆପଣ ଯେ ଠିକଟା ବୁଝିପାରିଛନ୍ତି ସେତିକି ଆମ ପାଇଁ ଯଥେଷ୍ଟ। ନା ମାଷ୍ଟର ବାବୁ ନା, ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ। ସବୁ ଜାତିର ସବୁ ଧର୍ମର ପିଲାଏ ଏଠି ପାଠ ପଢିବେ, ମାଗଣାରେ ପଢିବେ। ଏ ସ୍କୁଲ ପାଇଁ ଯାହା ଦରକାର ହେବ ମୁଁ ଯୋଗେଇ ଦେବି।